ଖଟା ଖଟା ଗୋଟେ ଏମିତି ଜିନିଷ ଆମକୁ ସମସ୍ତଙ୍କୁ ଖଟା ବହୁତ ଭଲ ଲାଗେ। ଆମେ ଆଜି ବନେଇବା କଖାରୁ ଖଟା। ପୁରା ମନ୍ଦିର ସ୍ୱାଦ, ଏତେ ସୁଆଦିଆ ଯେ ମାଗିକି ଖାଇବେ। ବହୁତ ଟେଷ୍ଟି, ଆଉ ଆପଣ ଅରୁଆ ହଉ ଉଷୁନା ହଉ ସବୁଥିରେ ଖାଇପାରିବେ। ମୁଁ ଆଶା କରୁଛି ଏ ରେସିପିଟି ଆପଣମାନଙ୍କୁ ବହୁତ ଭଲ ଲାଗିବ। ଆସନ୍ତୁ ଏବେ ରେସିପିଟି ଷ୍ଟାର୍ଟ କରିବା। ନମସ୍କାର, କୁନୁ ସୋଡ଼ିଆ କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ମୁଁ ଏଠି ଖଣ୍ଡେ କଖାରୁ ନେଇଛି। ତ ଇଏ ଥିଲା 200 ଗ୍ରାମର କଖାରୁ। ତ ଦେଖନ୍ତୁ ମୁଁ ଏଠି ଖଣ୍ଡେ କଖାରୁ ନେଇଛି। ଏଇଟା କଞ୍ଚା କଖାରୁ ଅଛି, ଆପଣ ଯଦି ଚାହିଁଲେ ପାଚିଲା କଖାରୁ ବି ଏଥିରେ ନେଇପାରିବେ। ଏଥିରେ ସବୁ ପ୍ରକାର କଖାରୁ ୟୁଜ୍ କରିପାରିବେ। ତ ଦେଖନ୍ତୁ ଏବେ ମୁଁ ଗୋଟେ ଚପିଂ ବୋର୍ଡ଼ ନେଇଗଲି। ସେଥିରେ ମୁଁ କଖାରୁ ଗୁଡ଼ା 2 ଖଣ୍ଡ କରିକି ଆକୁ ସବୁଗୁଡ଼ା ଚୋପା ଗୁଡ଼ାକ ବାହାର କରିଦେବେ। ଚୋପା ଗୁଡ଼ା ବାହାର କରିଦେଲେ କଖାରୁ ଟେଷ୍ଟ ଭଲ ଆସିବ। ତ ଦେଖନ୍ତୁ ମୁଁ ସବୁ କଖାରୁ ଏମିତି ଚୋପା ଗୁଡ଼ାକ ବାହାର କରି ନେଇଛି। ଆକୁ ଏଇ ଯେଉଁ ମଞ୍ଜି ପାର୍ଟଟା ଥାଏ ଆକୁ ସବୁ ବାହାର କରିଦେବେ। ଦେଖନ୍ତୁ ଆକୁ ଭଲ ଭାବରେ ବାହାର କରିଦେବେ, ନହେଲେ ଆକୁ ଭଲ ଲାଗିବନି ଖାଇବା ପାଇଁ। ତ ମୁଁ ସବୁଗୁଡ଼ା ବାହାର କରିଦେଲି। ଆକୁ ଭଲ ଭାବରେ ଛୋଟ ଛୋଟ କିରି କାଟି ନେବେ, ଚୁନ ଚୁନ କରି କାଟିଦେବେ। ମୁଁ ଏଠି ଛୁରୀରେ କାଟୁଛି, ଆପଣ ଚାହିଁଲେ ପନିକିରେ କାଟିପାରିବେ। ପୁରା ଛୋଟ ଛୋଟ କରି ସବୁ କାଟିଦେବେ। ଦେଖନ୍ତୁ ଏଠି ମୁଁ ସବୁ କଖାରୁ ଗୁଡ଼ାକ ପୁରା ଚୁନ ଚୁନ କରି କାଟି ନେବି। ଏଠି ମୁଁ ସବୁ କାଟି ନେଇଛି। ଦେଖନ୍ତୁ ଲମ୍ବା ଲମ୍ବା କି କାଟି ନେଇଛି, ଆପଣ ଚାହିଁବେ ପୁରା ଟିକ୍ ଟିକ୍ କରି କାଟି ନେବେ। ଏବେ ମୁଁ ଗୋଟେ କରେଇ ନେଇଗଲି, ସେଥିରେ ମସଲା କରିବା। ତ ମୁଁ ଅଧ ଛୋଟ ଚାମଚରେ ଜିରା, 2ଟା ଦେଇଛି ଶୁଖିଲା ଲଙ୍କା, ଯେତିକି ରାଗ ଖାଇବେ ସେତିକି ଦେବେ। ଅଧ ଛୋଟ ଚାମଚ ଦେଇଛି ମୁଁ ମେଥି। ଏଠି ଆକୁ ଭଲ ଭାବରେ ଭାଜିଦେବେ, ପୋଡ଼ିକି ଭାଜିବେନି, ଜଷ୍ଟ କେବଳ କଞ୍ଚା ଫ୍ଲେଭର ଗଲା ପର୍ଯ୍ୟନ୍ତ ଭାଜିଦେବେ। ଆକୁ ଭଲ ଭାବରେ ଗୁଣ୍ଡ କରିନେବା। ସେମ୍ କରେଇରେ ମୁଁ 2ରୁ 3 ଟେବୁଲ ସ୍ପୁନ୍ ଏଠି ତେଲ ଦେଇଦେଇଛି, ରିଫାଇନ୍ ତେଲ। ଆପଣ ଚାହିଁଲେ ଘିଅ ନେଇପାରିବେ। ଅଧ ଛୋଟ ଚାମଚ ଦେଲି ଫୁଟଣ, ଆଉ 2ଟା ଶୁଖିଲା ଲଙ୍କା ଦେଇଦେଲି। ଇଏ ଟିକେ ଭଲ ଭାବରେ ଫୁଟିଗଲା ପରେ ମୁଁ ଯେଉଁ କଖାରୁକୁ ସବୁ କାଟିକି ରଖିଥିଲି ଆକୁ ସବୁ ଦେଇଦେବି। ଆକୁ ଭଲ ଭାବରେ ମିଶାଇଦେବି ତେଲରେ। ତାପରେ ଏଠି ମୁଁ ଅଧ ଛୋଟ ଚାମଚ ଲୁଣ ସ୍ୱାଦ ଅନୁସାରେ ଦେବି, ଆଉ ଅଧ ଛୋଟ ଚାମଚ ଦେଇଦେଇଛି ମୁଁ ଏଠି ହଳଦୀ ଗୁଣ୍ଡ। ଆପଣ ଦେଖିକି ଦେବେ, ଆପଣ ଯେତିକି କ୍ୱାଣ୍ଟିଟିର ବନେଇବେ ସେତିକିରେ କମ୍ ବେଶୀ ଅଧିକ କରିପାରିବେ। ହଳଦୀ ଲୁଣକୁ ଭଲ ଭାବରେ ମିଶାଇଦେବି କଖାରୁ ସହିତ। ତାପରେ ଲିଡ଼୍ଟାକୁ ଘୋଡ଼େଇକି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା। 2-3 ମିନିଟ୍ ପରେ ମୁଁ ଆକୁ ଖୋଲିକି ଦେଖାଉଛି। ଦେଖନ୍ତୁ ଟିକେ କଖାରୁ ଟିକେ ଦର ସିଝା ହେଇଗଲାଣି। କଖାରୁ ସିଝିବା ପାଇଁ ବହୁତ କମ୍ ଟାଇମ୍ ଲାଗେ। ତ ମୁଁ ଏଠି 100ରୁ 150 ଗ୍ରାମ ଭିତରେ ଏଠି ମୁଁ ଗୁଡ଼ ନେଇଛି। ଆକୁ ଏଇଟା ମୁଁ ଯେଉଁ ଡବାରେ ଗୁଡ଼ ଆସେ, ହାଣ୍ଡି ଗୁଡ଼, ସେଇଟା ନେଇଛି। ଆପଣ ଚାହିଁଲେ ଏଥିରେ ଯେକୌଣସି ଗୁଡ଼ ବି ୟୁଜ୍ କରିପାରିବେ। ତ ଟିକେ ହେଇସାରିଲା ପରେ ଦେଖନ୍ତୁ ଏଠି ମୋର ଭଲ ଭାବରେ ଗୁଡ଼ ଗୁଡ଼ାକ ମେଲ୍ଟ ହେଇସାରିଲାଣି। ତ ଏଠି ଗୋଟେ କଞ୍ଚା ଲଙ୍କା ଆଉ ଟିକେ ଖଣ୍ଡେ ଅଦାକୁ ଛେଚିକି ନେଇଛି। ଆକୁ ଦେଇଦେବି, ଭଲ ଫ୍ଲେଭର ଆସିବ। ତ ଦେଖନ୍ତୁ ଏହି ଖଟା କରିବା ପାଇଁ ଏଠି ମୁଁ ଅଳ୍ପ ଟିକେ ତେନ୍ତୁଳିକୁ ଗରମ ପାଣିରେ ବତୁରେଇକି ରଖିଥିଲି। ଏହା ତେନ୍ତୁଳିର ରସଟାକୁ ଏଠି ଦେଇଦେବି। ଆପଣ ଚାହିଁଲେ ଏଠି ଦହି ବି ୟୁଜ୍ କରିପାରିବେ। ତାକୁ ଟିକେ ଭଲ ଭାବରେ ମିଶାଇକି ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବି। ଇଏ ଭଲ ଭାବରେ ଫୁଟି ଆସିଲା ବେଳକୁ ଏଠି ଦେଖନ୍ତୁ ମୁଁ ଗୋଟେ ବାଉଲ୍ ନେଇଗଲି। ସେଥିରେ 1 ଚାମଚ ଅଟା ଦେଇଦେଇଛି। ଅଟାରେ ଅଳ୍ପ ଟିକେ ପାଣି ଆଡ଼୍ କରିଦେବି। ପାଣି ଆଡ଼୍ କରିକି ଆକୁ ଭଲ ଭାବରେ ଗୋଟେ ସ୍ଲରି ବନେଇ ନେବି, ଯେମିତି ଲମ୍ପସ୍ ନ ରହିବ। ତାପରେ ଏଇ ଖଟାରେ ଏଟାକୁ ଦେଇଦେଲେ ଏହାର ଥିକନେସ୍ଟା ବଢ଼ିଆ ଆସିବ। ତ ବହୁତ ବଢ଼ିଆ ଲାଗିବ। ଏଠି ଦେଖନ୍ତୁ ବଢ଼ିଆ ଭାବରେ ଥିକ୍ ହେଇଯିବ। ତ ଦର୍ଶକ ବନ୍ଧୁ, ଆପଣମାନେ ଯଦି ମୋ ଭିଡ଼ିଓଟା ଭଲ ଲାଗୁଛି ତ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇ ଯେଉଁ ମସଲାଟାକୁ ଭାଜିକି ନେଇଥିଲି ଆକୁ ସବୁ ଗୁଣ୍ଡ କରିଦେଇଛି। ଆକୁ ଏଇଠି ସବୁ ଦେଇଦେବି। ଦେଖନ୍ତୁ ଏଇଟା ବଢ଼ିଆ ଫ୍ଲେଭର ଆଉ ବଢ଼ିଆ ବାସ୍ନା ଆସିବ। ଆପଣ ଯଦି ଚାହିଁବେ ଏଇ ଷ୍ଟେଜ୍ରେ ଆପଣ ନଡ଼ିଆ ଦେଇପାରିବେ। ତ ମୋ ପାଖେ ନଡ଼ିଆ ନଥିଲା, ମୁଁ ଦେଇନି। ଏଠି କସ୍ତୁରୀ ମେଥି ଅଳ୍ପ ଟିକେ ହାତରେ କ୍ରସ୍ କରିକି ଦେଇଦେଇଛି। ଆପଣଙ୍କ ପାଖେ ଯଦି ଫ୍ରେଶ୍ ଧନିଆ ପତ୍ର ଥିବ ଏଠି ଦେଇପାରିବେ। ଏଇଟା ଅରୁଆ ଭାତରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଉପାସ ଦିନରେ ଏମିତି ଟ୍ରାଏ କରନ୍ତୁ, ବହୁତ ବଢ଼ିଆ ଲାଗିବ। ରହୁଛି, ଆସିବି ଆଉ ଗୋଟେ ସୁନ୍ଦର ରେସିପିକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।